ଭାରସାମ୍ୟ ହରାଇ 30 ଫୁଟ ତଳକୁ ଖସି ପଡ଼ିଲା ହାଇୱା। ଗାଡ଼ି ଭିତରେ ଚାପି ହୋଇ ରହିଗଲେ ଡ୍ରାଇଭର। 3 ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର ହେଲେ ଡ୍ରାଇଭର। ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାଙ୍କି କଟକ ମୁଖ୍ୟ ରାସ୍ତାର ଭଗିପୁର ଗ୍ରାମ ନିକଟସ୍ଥ ବଡ଼ଶଙ୍ଖ ବ୍ରିଜଠାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ତେବେ ବିଳମ୍ବିତ ରାତି ପ୍ରାୟ 12ଟା ସମୟରେ ଏକ ହାଇୱା ଭୁବନେଶ୍ୱରରୁ କାଳିକା ପ୍ରସାଦ ବାଲି ନେବାକୁ ଆସୁଥିବା ବେଳେ ବାଙ୍କି କଟକ ରାସ୍ତା ଭଗିପୁର ନିକଟରେ ଥିବା ବଡ଼ଶଙ୍ଖଠାରେ ହାଇୱା ଚାଳକଙ୍କ ଆଖି ଲାଗିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ୍ରୁ 30 ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ ଗାଡ଼ିଟି ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ଜଣକ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ, ଫସି ରହିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ଦେଖି ଅଗ୍ନିଶମ ବିଭାଗ ଏବଂ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ, ଡମପଡ଼ା ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚିଥିବା ବେଳେ ଡ୍ରାଇଭରକୁ ବାହାର କରିବା ମୁସ୍କିଲ ହୋଇଥିଲା। ପରେ ବାରଙ୍ଗ ଅଗ୍ନିଶମ ବିଭାଗ ଟିମ୍ ମଧ୍ୟ ପହଞ୍ଚି କଟର ମେସିନ୍ ସାହାଯ୍ୟରେ 3 ଘଣ୍ଟାର ଉଦ୍ୟମ ପରେ ଡ୍ରାଇଭରକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ତେବେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ରାସ୍ତାରେ ଦୁର୍ଘଟଣା ଘଟିଥିବାରୁ ଅଟକି ରହିଥିଲା ଶହ ଶହ ହାଇୱା ଟ୍ରକ୍। ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ବାଙ୍କି ରିପୋର୍ଟର ତାପସ। ବାଙ୍କି ଭଗିପୁର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯେ ଦୁର୍ଘଟଣାଟି ଅତି ଭୟଙ୍କର ରହିଛି ବା ଛାତିଥରା ଦୁର୍ଘଟଣା ଏବଂ ଚିତ୍ର ଦେଖିପାରୁଥିବେ। ମୁଁ ଆପଣଙ୍କୁ ଦେଖିବାକୁ ଚାହିଁବି, ସେ ଯେଉଁ ଚିତ୍ରଟି ଦେଖିପାରୁଥିବେ, ଇଏ ଗୋଟେ ହାଇୱା ଟ୍ରକ୍ଟି ଗତକାଲି ରାତିରେ ଯେଉଁ ଦୁର୍ଘଟଣାଟି ଘଟିଛି ବାଙ୍କି ଭଗିପୁର ନିକଟ ଯେଉଁ ରହିଛି ବଡ଼ ଶଙ୍ଖଠାରେ ଏଇ ଯେଉଁ ଦୁର୍ଘଟଣାଟି ଘଟିଛି, ସମ୍ପୂର୍ଣ୍ଣ ଭାବରେ 30 ଫୁଟ ତଳକୁ ଏହି ହାଇୱା ଟ୍ରକ୍ଟି ଖସିଯାଇଛି ଏବଂ ଦେଖିପାରୁଥିବେ ହାଇୱାଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ଡ୍ରାଇଭର ମଧ୍ୟ ସେ ଭିତରେ ଫସି ରହିଥିଲେ ଏବଂ ପାଖାପାଖି ତାଙ୍କୁ 2ଟି ଅଗ୍ନିଶମ ବିଭାଗ ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ଡ୍ରାଇଭର ଜଣକ ଏହି ଗାଡ଼ି ଭିତରୁ ଉଦ୍ଧାର କରାଯାଇଥିଲା ଏବଂ ଯାହାଫଳରେ ଲୋକମାନେ ମଧ୍ୟ ସ୍ଥାନୀୟ ଲୋକଙ୍କ ସହଯୋଗ ରହିଥିଲା ଏବଂ ଘଟଣାସ୍ଥଳରେ ପୋଲିସ ଠାରୁ ଆରମ୍ଭ କରି ଡାକ୍ତରୀ ଟିମ୍ ମଧ୍ୟ ପହଞ୍ଚିଥିଲେ ଏବଂ ଯେଉଁ ଘରୋଇ ଡାକ୍ତରୀ ଟିମ୍ ମଧ୍ୟ ପହଞ୍ଚିଥିଲେ। କାହିଁକିନା ଯୁବକ ଜଣକ ଯେହେତୁ ହାଇୱା ଭିତରେ ଦେଖିପାରୁଥିବେ ଚାପିକି ଭିତରେ ହିଁ ଚାପିକି ରହିଯାଇଥିଲେ ଏବଂ ଯାହାକୁ ନେଇ ସମସ୍ତଙ୍କ ମନରେ ଯେହେତୁ ଭୟ ଥିଲା ଯେ କିଛି ଅଘଟଣ ଘଟିଯିବ, ସେଥିପାଇଁ ମଧ୍ୟ ତୁରନ୍ତ ଡାକ୍ତର ଟିମ୍ର ସହ ସହାୟତା ନିଆଯାଇଥିଲା ଏବଂ ଦେଖିପାରୁଥିବେ ଦୁର୍ଘଟଣାଟି କେତେ ଭୟଙ୍କର ଥିଲା। ପାଖାପାଖି 30 ଫୁଟ ତଳ, ମୁଁ କିଛି ଉପରକୁ ମଧ୍ୟ ଚିତ୍ର ଦେଖିବେ, ଆପଣ ଦେଖିପାରୁଥିବେ ଉପରେ ଯେଉଁ ବ୍ରିଜ୍ଟି ରହିଛି ସେ ବ୍ରିଜ୍ର ସମ୍ପୂର୍ଣ୍ଣ ତଳକୁ। କାହିଁକିନା ଯାହା କୁହାଯାଉଛି କି ଯେତେବେଳେ ଡ୍ରାଇଭର ଜଣଙ୍କର ଆଖି ଲାଖି ଯାଇଥିଲା ସେତେବେଳେ ହଠାତ୍ ସେ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲେ ଏବଂ ଦେଖିପାରୁଥିବେ ଏଇ ଯେଉଁ ଘଟଣାଟି ରହିଛି ଅତି ହୃଦୟସ୍ପର୍ଶୀ ରହିଛି। କାହିଁକିନା ଯେହେତୁ ଘଟଣା ଏଇ ରହିଛି, କାହିଁକିନା ସମସ୍ତେ ଦେଖିପାରୁଥିବେ ଏଇ ଯେଉଁ ମୁଁ ଚିତ୍ର ଦେଖାଇବାକୁ ଚାହିଁବି, ଆପଣ ଦେଖିପାରୁଥିବେ ହାଇୱାଟି ଯେହେତୁ ହାଇୱାର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ରୂପେ ଦେଖିପାରୁଥିବେ ସିଧାସଳଖ ଭାବରେ ସମ୍ପୂର୍ଣ୍ଣ ଭାବରେ ଏହି ହାଇୱାଟି ଯେହେତୁ ଭାଙ୍ଗିରୁଜି ଯାଇଛି ଏବଂ ସେଇ ଭିତରେ ହିଁ ଡ୍ରାଇଭର ଜଣକ ଫସି ରହିଥିଲେ ଏବଂ ଯେହେତୁ ପ୍ରଥମେ ଡମ୍ପଡ଼ା ଅଗ୍ନିଶମ ବିଭାଗ ପହଞ୍ଚିଥିଲେ ଏବଂ ବାକି ପୋଲିସ ମଧ୍ୟ ପହଞ୍ଚିଥିଲା ଏବଂ ପରବର୍ତ୍ତୀ ସମୟରେ ଯେହେତୁ ଅଗ୍ନିଶମ ବିଭାଗ ଡମ୍ପଡ଼ା କାଢ଼ିବା ପାଇଁ ମଧ୍ୟ ତାଙ୍କୁ ମୁସ୍କିଲ ହୋଇପଡ଼ିଥିଲା ଏବଂ ଯେହେତୁ ତାଙ୍କ ପାଖେ ଇକ୍ୱିପମେଣ୍ଟ ନଥିଲା ଏବଂ ପରବର୍ତ୍ତୀ ସମୟରେ ବାରଙ୍ଗ ଅଗ୍ନିଶମ ବିଭାଗ ମଧ୍ୟ ଡକାଇବାକୁ ପଡ଼ିଥିଲା ଏବଂ ସିଏ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ଭାବରେ ଏଇ ଯେଉଁ ରହିଥିଲା ଇକ୍ୱିପମେଣ୍ଟ ଲଗାଇ ଡ୍ରାଇଭର ଜଣକୁ କିଭଳି ଭାବରେ ଉଦ୍ଧାର କରାଯିବ ସେଥିପାଇଁ ସେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ପାଖାପାଖି ଯାହା ଆମେ ଗତକାଲି ରାତିରେ ଯଦି ଦେଖିଥିଲୁ ଯେ 3 ଘଣ୍ଟା ଧରି ଏଠି ଫସି ରହିବା ପରେ ତାଙ୍କୁ ଯୁବକଙ୍କୁ କଟର ମେସିନ୍ ସାହାଯ୍ୟରେ ପୁଣି ତାଙ୍କୁ ଅଣାଯାଇଥିଲା ଏବଂ କଢ଼ାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ତୁରନ୍ତ ଆମ୍ବୁଲାନ୍ସ ଯୋଗରେ ତାଙ୍କୁ ହସ୍ପିଟାଲ କରାଯାଇଥିଲା ଏବଂ ଯେଭଳି ଭାବରେ କଟକ ଏସ୍ସିବି ମେଡ଼ିକାଲ ତାଙ୍କୁ ନିଆଯାଇଥିଲା। କାହିଁକିନା ଯୁବକଙ୍କ ଯେହେତୁ ସେ 3 ଘଣ୍ଟା ଧରି ଚାପି ରହିଥିଲେ ଏବଂ ତାଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ହୋଇଯାଇଥିଲା ଏବଂ ଗୁରୁତର ଅବସ୍ଥାରେ ଥିଲେ ଏବଂ ତାଙ୍କର ବାରମ୍ବାର ଚେତା ଶୂନ୍ୟ ହୋଇଯାଉଥିଲା, ଯାହାକୁ ନେଇକି ମଧ୍ୟ ସମସ୍ତେ ଭୟଭୀତ ଥିଲେ ଏବଂ ସଙ୍ଗେ ସଙ୍ଗେ ତୁରନ୍ତ ତାକୁ ଯେହେତୁ କଟକ ଏସ୍ସିବି ମେଡ଼ିକାଲକୁ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କୁ ସେଠାରେ ଚିକିତ୍ସିତ କରାଯାଉଛି ଏବଂ ବର୍ତ୍ତମାନ ଯାହା ସୂଚନା ରହିଛି ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ନେଇ ସୂଚନା ବର୍ତ୍ତମାନ ରହୁଛି ଏବଂ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ତଦନ୍ତ ଆରମ୍ଭ କରିଥିଲା ଏବଂ ଯାହା ସୂଚନା ରହିଛି ଯେ ଅଗ୍ନିଶମ ବିଭାଗର ଏଇ ଯେଉଁ ଉଦ୍ୟମ ବା ଏଇ ଯେଉଁ ପ୍ରାଣମୂର୍ଚ୍ଛା ଉଦ୍ୟମ ନେଇ ଯୁବକଙ୍କ ଜୀବନ ବଞ୍ଚିପାରିଛି ଏବଂ ଅନ୍ୟପଟେ ଯଦି କହିବା ଗାଡ଼ିଟି ଯେଉଁ ଦ୍ରୁତ ଗତିରେ ଥିବା ନେଇ ଯାହା କୁହାଯାଉଛି, କାହିଁକିନା ଦ୍ରୁତ ଗତିରେ ରହିଥିବା ବେଳେ ଯେଉଁ ରହିଥିବା ଗାଡ଼ି ଡ୍ରାଇଭର ତାଙ୍କର ମଧ୍ୟ ଆଖି ଲାଗିଥିଲା ଏବଂ ପରବର୍ତ୍ତୀ ସମୟରେ ଯେହେତୁ ଏଇ ଦୁର୍ଘଟଣାଟି ଘଟିଛି ତାକୁ ନେଇ ମଧ୍ୟ ଅଞ୍ଚଳରେ ମଧ୍ୟ ବେଶ ଚର୍ଚ୍ଚା ହେଉଛି। କାହିଁକିନା ଯେଉଁ ବାଲି ଗାଡ଼ି ବା ହାଇୱା ଟ୍ରକ୍ ଯାଉଛି ରାତିରେ ଦ୍ରୁତ ଗତିରେ ଯାଉଛି, ତାକୁ ମଧ୍ୟ ତା ବେଗରେ କିଛି ରୋକ ଲଗାଯାଉ ଏବଂ ଯାହାକୁ ନେଇକି ମଧ୍ୟ ଯେହେତୁ ଆଜି ଏ ବ୍ରିଜ୍ ତଳକୁ ଖସିଛି ଏବଂ କାଲି ଆଉ କାହା ସହିତ ଏ ଦୁର୍ଘଟଣା ନ ଘଟୁ ବା କାହାର ଯେଉଁ ଅମୂଲ୍ୟ ଜୀବନ ଯେଉଁ ରହିଛି ତାକୁ ମଧ୍ୟ ନ ଯାଉ, ସେଥିପାଇଁ ମଧ୍ୟ ଅଞ୍ଚଳବାସୀମାନେ ସେଥିପାଇଁ ବାଙ୍କିରୁ ତାପସ ସେନା, ନନ୍ଦିଘୋଷ ଟିଭି।